ହଁ ଆଜ୍ଞା, ମନୁଷ୍ୟ ଶରୀରର ସବୁଠୁ ସୁନ୍ଦର ଅଂଶ ହେଉଛି ତା'ର ହୃଦୟ। ହେଲେ ଆମେ ଆମ ଚେହେରା ଯେମିତି ସୁନ୍ଦର ଆଉ ସ୍ୱଚ୍ଛ କରି ସଜାଉଛେ, ଆମ ହୃଦୟକୁ ସେମିତି ସଜେଇବାର ପ୍ରଚେଷ୍ଟା କରୁନି। ସତେ ଯେମିତି ଆମେ ଆମ ସୁନ୍ଦର ହୃଦୟକୁ ଏତେ ଦୁର୍ଭାବନା ଦେଉଛେ, ତା'ର ଶାଶ୍ୱତ ସତ୍ତା ସତେ ଯେମିତି ମଳିନ ପଡ଼ିଯାଉଛି। ହୃଦୟର ଅଭିବ୍ୟକ୍ତି ସର୍ବଦା ଆତ୍ମା ଓ ବିବେକ ସହ ଯୋଡ଼ି ହୋଇଥାଏ। ଯେତେବେଳେ ଆମେ ଆମ ଆତ୍ମା ଓ ବିବେକର ଇସାରାକୁ ଅଣଦେଖା କରିଦିଏ, ବିଚରା ହୃଦୟ କ'ଣ ବା କରିବ? ଆଚ୍ଛା କୁହନ୍ତୁ ତ, ଜଣେ ବ୍ୟକ୍ତି ଦେଖିବାକୁ ଖୁବ୍ ସୁନ୍ଦର, ଖୁବ୍ ପରିଷ୍କାର ପରିଚ୍ଛନ୍ନ, ହେଲେ ତାହାର ବ୍ୟବହାର ସର୍ବଦା ରୁକ୍ଷ। ସେ ବ୍ୟକ୍ତି କ'ଣ ଆପଣଙ୍କୁ ଭଲ ଲାଗିବ? ତା'ର ହୃଦୟ ଯଦି ଭଲ ନଥାଏ, ସେ କ'ଣ ଆପଣଙ୍କୁ ଭଲ ଲାଗିବ? ହେଲେ ଆଉ ଜଣେ ଦେଖିବାକୁ ଅସୁନ୍ଦର, ହେଲେ ତା'ର ସରଳତା, ତା'ର ଗହଣା, ତା'ର ବ୍ୟବହାରରେ ସମସ୍ତେ ମୋହିତ ହୋଇଯାଆନ୍ତି। ତା'ର କଥାରେ ଆଉ କାର୍ଯ୍ୟରେ ମୋହିତ ହେଉଥାନ୍ତି ସର୍ବଦା। ସେତେବେଳେ ସେଇ ଅସୁନ୍ଦର ବ୍ୟକ୍ତିଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ। ମୁଁ ଠିକ୍ କହୁଛି ନା? ଅସୁନ୍ଦର ହେଲେ ମଧ୍ୟ ସଜାଇ ନ ହୋଇ ବି ହୃଦୟବାନ ବ୍ୟକ୍ତିଟି ସର୍ବଦା ଅନ୍ୟର ପ୍ରିୟପାତ୍ର ହୋଇଥାଏ, ଆଉ ଅଜସ୍ର ଶୁଭକାମନା ତା ପାଇଁ ଢାଳି ହୋଇଯାଏ। ତେଣୁ ଖାଲି ଉପରକୁ ନ ସଜାଇ ନିଜର ହୃଦୟକୁ ସଜାଇଲେ ହିଁ ଜଣଙ୍କର ବ୍ୟକ୍ତିତ୍ୱ ଉକୁଟି ଉଠେ। ଠିକ୍ କହିଲି ନା?